ଜୟ ଜଗନ୍ନାଥ ସାଙ୍ଗମାନେ ଫ୍ରେଣ୍ଡସ୍। କ'ଣ କହିବି କହିବାକୁ ତ ବହୁତ କିଛି ଅଛି କିନ୍ତୁ କିଛି କହିପାରୁନି। ବିଜେଡ଼ି ହଉ କି ବିଜେପି ହଉ କି କଂଗ୍ରେସ ହଉ, ସମସ୍ତେ ନିଜ ନିଜ ସ୍ୱାର୍ଥରେ ଚାଲନ୍ତି। 25 ବର୍ଷ ରହିଲେ ନବୀନ ପଟ୍ଟନାୟକ, କ'ଣ କଲେ? ଆମେ ଦାଦନ ଖଟୁଛୁ। ପୁଣି ଆସିଲେ ବିଜେପି, ଦେଖିବା କ'ଣ କରୁଛନ୍ତି। କିଛି ନାହିଁ ଭାଇ, ସେମିତି ପୁଣି 5 ବର୍ଷ ପଳେଇବ, ପୁଣି ଆସିବ ଆମର ନବୀନ ବାବୁ ଆସିବେ, କି ପୁଣି ବିଜେପି ଆସିବେ କି କଂଗ୍ରେସ ଆସିବ, କିନ୍ତୁ ଆମେ ଦାଦନ ଖଟିବା କଥା ଖଟିବା, ସେଥିରେ କିଛି ବି ସନ୍ଦେହ ନାହିଁ। କେବଳ ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ ଆମର ସାହା ଭରସା, ତାଙ୍କ ଛଡ଼ା ଆଉ କେହି ଆମର ସାହା ଭରସା ନାହିଁ। ଯେତେ ଯାହା କରୁଛ କର, ଯେତେ ଚେଷ୍ଟା କର, ସମସ୍ତେ ଇଲେକ୍ସନ୍ ପୂର୍ବରୁ ବଡ଼ ବଡ଼ କଥା କହିବେ, ଆଜ୍ଞା ଏମିତି କରିଦେବି, ସେମିତି କରିଦେବି, ସେମିତି କରିଦେବି। କେଉଁଠୁ କରିବେ? କେମିତି କରିବେ କୁହ ମୋତେ? ମାତ୍ର 10 ଜଣ ସଦସ୍ୟ, ଆମ ଘରର କଥା କହୁଛି, 10 ଜଣଙ୍କୁ ଆମେ ମେଣ୍ଟେନାନ୍ସ କରିବା ପାଇଁ କରିପାରୁନାହୁଁ, ତ ସାରା ଓଡ଼ିଶା ବା ସାରା ଭାରତ କେମିତି ମୋଦି ତାକୁ କଣ୍ଟ୍ରୋଲ କରିବେ, ବା ଆମ CM କେମିତି କ'ଣ? କିଛି ହେଇପାରିବ ନାହିଁ। ବସ୍ ଏତିକି ଜାଣ, ଖାଇବ ପିଇବ, ଦାଦନ ଖଟିବ, ଦାଦନ, ତା ଛଡ଼ା କିଛି କରିପାରିବ ନାହିଁ। ଜୟ ଜଗନ୍ନାଥ ସାଙ୍ଗମାନେ। ଯଦି ମୋ କଥା କିଛି କାହାକୁ ଖରାପ ଲାଗିଥିବ କ୍ଷମା କରିଦେବ। ସତ କଥା ଯେଉଁଟା କହିଲି ନା, ଏଇଟା ଦୁନିଆ। ମୁଁ ବି ଦେଖି ଆସିଲିଣି। 25 ବର୍ଷ ରହିଲେ ଆମର ବିଜେଡ଼ି ନବୀନ ବାବୁ, କିଛି ବି ହେଇପାରିଲା ନାହିଁ। ଆମେ ଯେଉଁ ବିଦେଶୀ ବା ପରଦେଶୀ ଯାହା କହୁଛୁ, ଆମେ ଓଡ଼ିଶା ଛାଡ଼ିକି ଆସିକି ବାହାରେ ଖଟୁଛୁ, ଆମ ପାଇଁ କିଛି ବି ସୁବିଧା ହେଇପାରିଲାନି, ଏବେ ବି କିଛି ସୁବିଧା ହେଇପାରିବ ନାହିଁ ଯାହା ଲାଗୁଛି। ତେଣୁ ଜଗତର ନାଥ ଜଗନ୍ନାଥ ସବୁ କିଛି କରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।